ହ୍ୟୁମାନ ସମାଧିରେ ଅଶ୍ରୁ ଶ୍ରଦ୍ଧାଞ୍ଜଳି ଦେଲେ ଅନୁଭବ ମହାନ୍ତି। ସବୁଦିନ ପାଇଁ ଆଖି ବୁଜିଛନ୍ତି ଭେଟରାନ୍ ଗାୟକ ହ୍ୟୁମାନ ସାଗର। ଚିର ନିଦ୍ରାରେ ଶୋଇଯାଇଛନ୍ତି ହ୍ୟୁମାନ। ତାଙ୍କୁ ଭଲ ପାଉଥିବା ପ୍ରତ୍ୟେକଟି ଲୋକଙ୍କ ଆଖିରେ ଅସରନ୍ତି ଲୁହ। ଯେମିତି ଆଖିର ଲୁହ ବୋଲ ମାନୁନି। ଓଡ଼ିଆ ଚଳଚ୍ଚିତ୍ର ସୁପରଷ୍ଟାର ଅନୁଭବ ମହାନ୍ତି ଟିଟଲାଗଡ଼। ସେ ଆଜି ଟିଟଲାଗଡ଼ରେ ପହଞ୍ଚି ହ୍ୟୁମାନଙ୍କ ସମାଧି ମାଟିରେ ପହଞ୍ଚି ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଥମେ ହ୍ୟୁମାନଙ୍କ ଘରକୁ ଯାଇ ମାଙ୍କ ସହିତ କଥା ହେବା ପରେ ସେ ସମାଧିକୁ ଯାଇ ହ୍ୟୁମାନଙ୍କ ସମାଧିପୀଠରେ ପୁଷ୍ପଗୁଚ୍ଛ ଦେଇ କାନ୍ଦି କାନ୍ଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କଷ୍ଟ ପାଇବେ ଯେତେ କାନ୍ଦିବେ ମନକୁ କେବେ ଭଲ ଅନୁଭବଙ୍କ ସହିତ ତାଙ୍କ ପ୍ରଶଂସକ ଓ ହ୍ୟୁମାନଙ୍କୁ ଭଲ ପାଉଥିବା ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଟିଟଲାଗଡ଼ ଜନ୍ମମାଟି କାନ୍ଦୁଛି। ଗାଁଠୁ ସହର ସମସ୍ତେ କାନ୍ଦୁଛନ୍ତି। ହ୍ୟୁମାନଙ୍କୁ ଝୁରି ଝୁରି ଓଡ଼ିଶା ସାରା ଲୋକଙ୍କ ଲୁହ ବୋହିଯାଉଛି। କହୁଛନ୍ତି କୁଆଡ଼େ ଗଲ ହ୍ୟୁମାନ, ପୁଣି ଫେରିଆସ, ପୁଣି ତୁମ ସଙ୍ଗୀତରେ ମତୁଆଲା ହେବୁ। କିନ୍ତୁ ସେଇ ଶବ୍ଦ, ସେଇ ଗୀତ ଆଉ ସେଇ ସ୍ୱର ଶୁଣିବାକୁ ମିଳିପାରିବନି। କେତେ ଆଶା ରଖିଥିଲେ ଓଡ଼ିଶାବାସୀ ଯେ ହ୍ୟୁମାନ ସାଗର କେତେ ଯେ ସଙ୍ଗୀତ ଭେଟିଦେବେ ଓଡ଼ିଶାବାସୀଙ୍କୁ, କିନ୍ତୁ ତାହା ସବୁ ଅଧାରେ ରହିଗଲା। ଏ ଆଶା ଆଶାରେ ରହିଗଲା। ଏହି ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ହୋଇଯାଇଛି। ଏହି କ୍ଷତିପୂରଣର ଶୂନ୍ୟ ସ୍ଥାନ କେହି ପୂରଣ କରିପାରିବେ ନାହିଁ। ଯାହାଟା ଫିଲ୍ କରୁଛି ତାକୁ ଶବ୍ଦରେ କହିହେବନି। କ୍ଷମା କରିବେ, କୌଣସି ପ୍ରକାରର ଶବ୍ଦ ଫେଲ୍ ମାରିଯିବ ମୋର ଇମୋସନ୍ସକୁ, ବା ଯାହାଟା ମୁଁ ଭାବୁଛି, ମତେ ଯାହା ଲାଗୁଛି ତାକୁ କହିବା ବସ୍। ମାନେ ଇଏ ଜୀବନର ସତ୍ୟ, ଏକମାତ୍ର ସତ୍ୟ। ଇଏ ଆସନ୍ତି, ସେ ଯାଆନ୍ତି। ଆଉ କିନ୍ତୁ ସାନ ଭାଇଟା ଏତେ ଜଲ୍ଦି ଯିବ ସେଟା କେବେ ସ୍ୱପ୍ନରେ ବି ଭାବିନଥିଲି। ଆଉ ବହୁତ ଝୁରୁଛି ତାକୁ। ଗୋଟେ ମିରାକଲ ହୁଅନ୍ତା କି ପଳେଇ ଆସନ୍ତା, ଏମିତି ଲାଗୁଛି। ବସ୍ ମାନେ ତାଙ୍କ ମାଆକୁ ସବୁ ପ୍ରକାରର ଶକ୍ତି ମିଳୁ, ବା ତାଙ୍କୁ ମହାପ୍ରଭୁ ବହୁତ ଧୈର୍ଯ୍ୟ ଆହୁରି ଦିଅନ୍ତୁ। କାରଣ ସେ ଯେତିକି ଗତ କିଛି ବର୍ଷ ଭିତରେ ଗୋଟେ ପରେ ଗୋଟେ ଯୋଉ ହରେଇ ଚାଲିଛନ୍ତି ନିଜର ସମ୍ପର୍କୀୟଙ୍କୁ, ସେଟା ସହଜ ନୁହଁ କାହା ପାଇଁକି ବି ସେ ଜିନିଷକୁ ସମ୍ଭାଳିବା। ମୁଁ ହ୍ୟୁମାନ ଜଣେ ବଡ ଭାଇ ହିସାବରେ ତାଙ୍କ ମାଆଙ୍କୁ ମୁଁ ନିଜ ମା ବୋଲି ମାନୁଛି। ଆଉ ଯେତିକି ପାରିବି ସେତିକି ତାଙ୍କ ସହିତ ଯୋଗାଯୋଗ ମଧ୍ୟ ରହିବି। ଆଉ ଚାହିଁବି କି ଯେତେବେଳେ କେତେବେଳେ ଦରକାର ହେଲେ ଯଦି ମୋ ଦ୍ୱାରା କିଛି ହେଇପାରୁଥିବ ମାଙ୍କ ପାଇଁ, ଅଲବତ କରିବାକୁ ଚେଷ୍ଟା କରିବି। ଆଉ ହ୍ୟୁମାନ କେବେ ମାନେ ମୁଁ ତ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁନି ହ୍ୟୁମାନଙ୍କ ବିନା କୌଣସି ସିନେମା ମୋର ଚଳଚ୍ଚିତ୍ରରେ ବା ବଡ ପର୍ଦ୍ଦାରେ ମୋ ଆୱାଜକୁ ମୁଁ ହରେଇ ଦେଇଛି ଆଜ୍ଞା। ଆଜି ସେଠି ହ୍ୟୁମାନ ଶରୀର ପୋତି ହେଇଛି, ମୋ ଆୱାଜ ବି ସେଠି ପୋତି ହେଇଛି। ଭାବି ପାରୁନି ତା ବିନା କିଛି।
ମିଛ କହିବାକୁ ଚାହୁଁନି, ତା ବିନା କିଛି ଭାବି ପାରୁନି। ଆଉ ମୋର ଆଗାମୀ 2ଟି ଚଳଚ୍ଚିତ୍ରର ସେ ଗୀତ କମ୍ପୋଜିସନ ମଧ୍ୟ କରିଛନ୍ତି ଏବଂ ଗୋଟେ ହିନ୍ଦୀ ମ୍ୟୁଜିକ ଭିଡିଓର ବି ସେ କମ୍ପୋଜିସନ କରିଛନ୍ତି, ଗାଇଛନ୍ତି। ତ ସେଗୁଡାକୁ ରିଲିଜ କରିଦବୁ ଯଦି ଆଉ ପାଖରେ ରହିବନି ଗୀତ ତାର କିଛି ଆମ ପାଖରେ, କିନ୍ତୁ ସେ ତ ଆସିବନି। ମାନେ କଣ କହିବି ଆଜ୍ଞା। ଦେଖନ୍ତୁ ଆଜ୍ଞା, ହ୍ୟୁମାନ ସାଙ୍ଗରେ ମୋର ଗୋଟେ ନିଜ ଭାଇ ଭଳିଆ ସମ୍ପର୍କ। ଆଉ ବହୁତ କଥା ସେ କୁହେ, ବହୁତ କଥା ତ ହେଇଛି, ଅନେକ କଥା ସିଏ ବୋଧେ ବଡ ଭାଇ ଭାବିକି କହି ନଥିବ, କିନ୍ତୁ ମୁଁ ଏଇଟା ନିଶ୍ଚିତ ଭାବରେ ଆପଣଙ୍କର ପ୍ରଶ୍ନର ଉତ୍ତର ଦେଇକି କହିବି କି ତଦନ୍ତ ତ ନିଶ୍ଚୟ ହେବା ଉଚିତ ଆଉ ହବ ମଧ୍ୟ। ମୁଁ ତ ନ୍ୟାୟ ଦେଲା ବାଲା ମଣିଷ ନୁହଁ, ବଟ୍ ନ୍ୟାୟ ପାଇଁ ଲଢିବି ଏବଂ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାବୁଙ୍କୁ ଗୋଟେ ଲିଖିତ ଦେଇଥିଲି ବି କି ଏ ବିଷୟରେ এই କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି, ଏବଂ ସିଏ ବି ୟାକୁ ବହୁତ ଗୁରୁତ୍ୱପୂର୍ଣ୍ଣ କଥାକୁ ନେଇକି ବହୁତ ସିରିୟସଲି ତାକୁ ନେଇଛନ୍ତି ଏବଂ ବହୁତ ଜଲ୍ଦି ବହୁତ କିଛି ସାମ୍ନାକୁ ଆସିବ। ଯୋଉମାନେ ବି ସଂଶ୍ଳିଷ୍ଟ ଅଛନ୍ତି ଆଉ ଯୋଉମାନେ ବି ଦାୟୀ, ସେମାନେ ଦଣ୍ଡ ନିଶ୍ଚୟ ପାଇବେ। ଖାଲି ଆପଣମାନଙ୍କ ମାଧ୍ୟମରେ ମୁଁ ଗୋଟେ ଛୋଟିଆ ଅନୁରୋଧ କରିବା ପାଇଁ ଚାହିଁବି ସମଗ୍ର ଓଡ଼ିଶାବାସୀଙ୍କୁ ଏବଂ ଆପଣମାନଙ୍କ ମାଧ୍ୟମରେ ସବୁ ଗଣମାଧ୍ୟମ ଭାଇ ଭଉଣୀ ମାନଙ୍କୁ ବି, କାରଣ ଆପଣମାନେ ହଉଛନ୍ତି ଆମର ସାହସ, ଆପଣମାନଙ୍କୁ ନେଇକି ଆମର ଦମ୍ଭ। ତ ବହୁତ ଜଣ କଣ କରୁଛନ୍ତି ନା, ଯୋଉମାନେ ଆକ୍ଚୁଆଲି ମିଡିଆ ନୁହନ୍ତି, ସେମିତି କେତେ ଜଣ ଲୋକ ପ୍ରଚାର ପ୍ରସାର ଲାଗିଛନ୍ତି କି ମଦ ପିଇବା ଯୋଗୁରୁ ବା ନିଶା କରିବା ଯୋଗୁରୁ ହ୍ୟୁମାନ ଚାଲିଗଲେ ବୋଲି। ତ ଆମେ ଥରେ ଭାବିବା ଦରକାର କି ଆମର ଜଣେ ଓଡ଼ିଶାର ଜଣେ ସୁପରଷ୍ଟାର ଯିଏ ଟିଟିଲାଗଡ଼ର ଏଇ ମାଟିରୁ ଯାଇକି ଓଡ଼ିଶାର କୋଉ କୋଣ ଅନୁକୋଣରେ ତା ଆୱାଜ ନ ପହଞ୍ଚେଇଛନ୍ତି, ସାରା ପୃଥିବୀରେ ଓଡ଼ିଆ ଗୀତକୁ ଶୁଣୁଥିବା ଜାଣୁଥିବା ଲୋକମାନେ ତାକୁ ଚିହ୍ନିଛନ୍ତି। ତ ଆମର ଜଣେ ଏଡେ ବଡ ସୁପରଷ୍ଟାର, ଆମର ଜଣେ ଲିଜେଣ୍ଡ ଯାହା ବି କହିପାରିବେ, ବହୁତ କମ ସମୟରେ ସେ ଏତେ ସବୁ ଆଚିଭ କଲେ। ସେ ଗଲା ପରେ ତାର ଭଲ ଜିନିଷକୁ, ଭଲ କଥାକୁ ଆମେ ବହୁତ କମ ମନେ ପକେଇଛୁ, ବହୁତ କମ ଚର୍ଚ୍ଚା କରିଛୁ। ଏବଂ ଅନେକ ଜଣ ବାହାରିଛନ୍ତି ସବୁ ନିଜ ନିଜର ବାହାଦୁରୀ ନବା ପାଇଁ କି, କିଏ କହୁଛନ୍ତି ହ୍ୟୁମାନ ମୋ ପାଇଁ, ମାନେ ହ୍ୟୁମାନ ମୋ ପାଇଁ କି ଏମିତି କରନ୍ତି, ହ୍ୟୁମାନ ମୋ ପାଇଁ ସେମିତି କରନ୍ତି, ମୁଁ ହ୍ୟୁମାନ ପାଇଁ ଏଇଟା କରିଛି, ହ୍ୟୁମାନଙ୍କୁ ଏଇଟା ଦେଇଥିଲି। ଅନେକ ଅନେକ ପ୍ରକାର କଥା ଏମିତି ଶୁଣିବାକୁ ମିଳୁଛି। ତାଠୁ ବେଶୀ ହଉଛି ହ୍ୟୁମାନ କଣ କଣ ସୁନ୍ଦର ଗୀତ ଗାଇକି ଯାଇଛନ୍ତି, କୋଉ କମ ବୟସରେ କୋଉ ରେଞ୍ଜର କୋଉ ଲେଭେଲର ଗୀତ ସେ କାମ କରିକି ଯୋଉ ଯାଇଛନ୍ତି, ତାକୁ ଟିକେ ଚର୍ଚ୍ଚା ଯଦି ସେମାନେ କରନ୍ତେ ତାହେଲେ ଆହୁରି ଭଲ ହୁଅନ୍ତା। ଆମର ଓଡିଆ କଳାକାରଙ୍କ ବିଷୟରେ ସାରା ପୃଥିବୀରେ ଅଣ ଓଡିଆ ଲୋକମାନେ ବି ଜାଣନ୍ତି କି ଆମେ କୋଉ ଟ୍ୟାଲେଣ୍ଟ ଆମେ ଏ ମାଟି ଜନ୍ମ ଦେଇଥିଲା। ଏଇ ଟିଟିଲାଗଡ଼ର ମାଟି ଯେତେବେଳେ 15 ବର୍ଷ ତଳେ ହ୍ୟୁମାନ ଆସିଥିଲେ ଲାଇନକୁ, ସେତେବେଳକୁ ତାଙ୍କ ଘର ସାମ୍ନାର ଏରିଆ କେମିତିଆ ଥିବ, ଆଜି କେମିତି ହେଇଛି, ଏବଂ ଏଇ ଜାଗାର ପିଲା ଯାଇକି କଣ ସୁନାମ ଅର୍ଜନ କରିଛି, କେତେ ଲୋକଙ୍କର ଭଲ ପାଇବା ସାଉଁଟୁଛି ସାରା ପୃଥିବୀରୁ। ଏଇଟା ଆମର କର୍ତ୍ତବ୍ୟ ଆଜ୍ଞା କି ତାର ଭଲ କଥା ଗୁଡାକୁ ଆମେ ସାମ୍ନାକୁ ଆଣିକି ଚର୍ଚ୍ଚା କରିବା କଥା। ସେ ପିଲାର କିଛି ଦୋଷ ନଥିଲା, ସେ ନିଜର ପର୍ସନାଲ ଲାଇଫରେ ବହୁତ ଭୋଗିଛି। ସେ ତାର ଝିଅକୁ, ତା ମାଆକୁ ତା ଜୀବନଠୁ ବେଶୀ ଭଲ ପାଏ ଏବଂ ସେ ଯୋଉ କଥାଟି କହିଥିଲେ କି ସେ ବଞ୍ଚିଥିବା ଯାଏ ତା ଝିଅଙ୍କର କିଛି ଯେମିତି କେବେ କିଛି ନ ହଉ, ସେଟାର ସେ ଦାୟିତ୍ୱ ନେବେ। ସେଥିରେ ଆମମାନେ ବି ଆଗକୁ ଆସିଛୁ। ତାଙ୍କ ସାଙ୍ଗେ ଦେଖା ହେଇଛି ଆଜ୍ଞା, ମୁଁ ତ ତାଙ୍କୁ ନିଜ ମା ବୋଲି ହିଁ ମାନୁଛି। ଆଉ ତାଙ୍କୁ ମୁଁ କହିଛି କି ଆପଣଙ୍କର ବଡ ପୁଅଟି ଅଛି, ଆପଣ ଏକା ହେଇନାହାନ୍ତି, ପାରିବି। मुस्कान नंद टिटलागढ़ बासिंदा जितकी भी आम ओडावासी देखुछन ह्यूमन सागर को तो पर्सनाली मुझे केवे देखी नहीं थी, केवे फेस टू फेस देखी नहीं थी, लेकिन तांकर हर गीत के मुझे रिल्स बनासी, मत सैड सॉन्ग बहुत भल लगे। तो जिते से खराब हो गले मत जिते भी टी टाइम मिले मुझे आसिक इन झरकार भी टी डुंगुथी मत भल लगसी, मत मंदिर जावा लगे इच्छा ना लगे, लेकिन मत इनके आवा बहुत इच्छा लगे, मत बहुत भल लगे सैड सॉन्ग। आ मत नहीं लागू कि किए आशा एंता सिंगर आउ किए केबे बाहरबे भी। अनुभव महांती आसते बहुत एटा आमर ओडिशावासी लगे बहुत बड़ लॉस है। आउ मते नहीं लागू कि आउ एंता सिंगर किए आउ जन्म भी हेबे। ह्यूमन सागर रो भाई रो जगह आउ केही नहीं पार, तो सब ही भल लागसी। नहीं मत ए रु जेड भल लागसी, एंता फेवरेट मन लागे किछ मते सब भल लागे। टिटलागढ़ ओडिशा ब्यूरो मुख्य संतोष कुमार पटनायक रिपोर्ट, श्रीक्षेत्र लाइव।